ଲାଇଫ୍ରେ ତୁମେ ଯେତେ ସକ୍ସେସ୍ କିମ୍ବା ଧନୀ ହେଇଯାଅ ନା କାହିଁକି କେବେ ଗର୍ବ କରିବ ନାହିଁ। କାରଣ ମଣିଷ ପାଖରେ ଆଜି ଟଙ୍କା ଅଛି କାଲି ନାହିଁ, ଆଜି ସୌନ୍ଦର୍ଯ୍ୟ ଅଛି କାଲି କି ନାହିଁ। ତେବେ ଗର୍ବ କରିବା କ'ଣ ପାଇଁ? ଆପଣ ଜାଣିଥିବେ ମହାକୁମ୍ଭ ମେଳାରେ ଜଣେ IIT ବମ୍ବେରୁ ପାସ୍ ଆଉଟ୍ କରିକି ସେ ମାସକୁ 3 ଲକ୍ଷ ଟଙ୍କା ରୋଜଗାର କରୁଥିଲେ। ପଇସାର ଆରାମ ଜିନ୍ଦଗୀ ଜୀବନଯାପନ କରୁଥିଲେ। କିନ୍ତୁ ସେସବୁ ସେ ଛାଡ଼ି ଏବେ ସନ୍ନ୍ୟାସୀ ହୋଇଯାଇଛନ୍ତି। ସେ ତାଙ୍କର ଜୀବନ କ'ଣ ପାଇଁ ହେଇଛି, ଭଗବାନ ତାଙ୍କୁ କ'ଣ ପାଇଁ ସୃଷ୍ଟି କରିଛନ୍ତି, ତା'ର ଖୋଜରେ ସେ ବାହାରି ପଡ଼ିଛନ୍ତି ଏବଂ ଯେତେ ସବୁ ଐଶ୍ୱର ଆରାମ ଜିନ୍ଦଗୀ ଜିଉଁଥିଲେ ସବୁ ଛାଡ଼ି ଏବେ ସେ ସାଧୁସନ୍ଥ ସନ୍ନ୍ୟାସୀ ହୋଇଯାଇଛନ୍ତି। ତେବେ ଆମକୁ ମଧ୍ୟ ଭାବିବାର ଅଛି ଆମ ଜୀବନ କ'ଣ ପାଇଁ ହୋଇଛି ଏବଂ ଆମର ଯେଉଁ ଜନ୍ମ ମିଳିଛି ସେ ଜନ୍ମର ମୁଖ୍ୟ ଉଦ୍ଦେଶ୍ୟ କ'ଣ।